ପାଳଙ୍ଗ ଶାଗର ସିଜନ୍ ସରିବା ଆଗରୁ ପାଲକ ପନିର ଥରେ ଘରେ ନିହାତି ଟ୍ରାଏ କରନ୍ତୁ। ପ୍ରଥମେ ଆମେ ପନିରକୁ ଭାଜିଦେବା। ପାଳଙ୍ଗ ଶାଗକୁ ସିଝେଇକି ସେଥିରେ କାଜୁକୁ ଏଡ଼୍ କରି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଫାଇନ୍ ପେଷ୍ଟ ବନେଇଦେବା। ତାକୁ ସାଇଡ଼ରେ ରଖିଦେବା। ତାପରେ ଗୋଟେ କରେଇ ନେବା, ସେଇଥିରେ ଏଡ଼୍ କରିଦେବା ରିଫାଇନ୍ ତେଲ, ଗୋଟା ମସଲା, ପିଆଜ ଏଡ଼୍ କରିବା। ପିଆଜ ଭାଜି ସାରିବା ପରେ ଅଦା ରସୁଣ କଞ୍ଚା ଲଙ୍କାର ପେଷ୍ଟ ଦେବା। ସ୍ୱାଦ ଅନୁସାରେ ଦେଇଦେବା ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା, ଟମାଟୋ ଦେଇ ଭଲସେ ଟିକେ କଷିଦେବା। କଷି ହେଇସାରିବା ପରେ ପାଳଙ୍ଗ ପେଷ୍ଟକୁ ଏଡ଼୍ କରି ପୁଣି ଥରେ ଆମେ ଟିକେ ଭଲସେ ଆକୁ କଷିବା କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ। ତ ଦେଖନ୍ତୁ ତାପରେ ଅଳ୍ପ ଟିକେ ଆମେ ଟେଷ୍ଟକୁ ବାଲାନ୍ସ କରିବା ପାଇଁ ଚିନି ଅଳ୍ପ ଟିକେ ଏଡ଼୍ କରିବା। ତ ଦେଖନ୍ତୁ ଫାଇନାଲି କଷି ବି ହେଇସାରିଲାଣି ସବୁତକ ମସଲା। ପୁଣି ପାଳଙ୍ଗ ଶାଗ ସେଇଥିରେ ଏଡ଼୍ କରିଦେବା। ଆମେ ପନିରକୁ ଏଡ଼୍ କରି କଭରକୁ ଟିକେ ବନ୍ଦ କରି ଟିକେ ବନିବାକୁ ଦେବା। ତାପରେ ତାର ସ୍ପେଶାଲ ଫୁଟଣଟା ଏଡ଼୍ କରିବା। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିଗଲାଣି। ଯେହେତୁ ସର୍ଟ ଭିଡ଼ିଓ ସବୁତକ କହିହେବନି, ଯଦି ଆପଣମାନେ ଲଙ୍ଗ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତଳେ ଥିବା ଭିଡ଼ିଓ ଅପସନକୁ କ୍ଲିକ୍ କରନ୍ତୁ, ଯାହାଫଳରେ ଦେଖିପାରିବେ ଇଜିଲି ପ୍ରସ୍ତୁତ କରିପାରିବେ।